କାହାଣୀ ମହାନ ଆତ୍ମା। ଗୁଜରାଟର ପ୍ରସିଦ୍ଧ ସନ୍ଥ ନରସିଂହ ମେହେଟା 8 ବର୍ଷ ପର୍ଯ୍ୟନ୍ତ କଥା କହିପାରୁନଥିଲେ। ଏହା ଦେଖି ପରିବାର ଲୋକ ମଧ୍ୟ ଚିନ୍ତିତ ଥିଲେ। ପିଲାଟିକୁ ଅନେକ ବୈଦ୍ୟମାନଙ୍କୁ ଦେଖାଇଲେ ମାତ୍ର କୌଣସି ଫଳ ହେଲା ନାହିଁ। ତାଙ୍କ ଜେଜେମା ତାଙ୍କୁ ନିୟମିତ ମନ୍ଦିରକୁ ନେଇଯାଉଥିଲେ ଏବଂ ସେଠାରେ ସେ ପ୍ରାର୍ଥନା କରୁଥିଲେ କିପରି ସେ ଶୀଘ୍ର କଥା କହିବେ। ଦିନେ ମନ୍ଦିରରୁ ଫେରୁଥିବା ସମୟରେ ଜଣେ ସନ୍ଥ ଦେଖାହେଲେ, ଯିଏକି ବାଳକ ନରସିଂହ ମେହେଟାଙ୍କୁ ଦେଖିବା ମାତ୍ରେ ତାଙ୍କ ପାଦ ତଳେ ପଡ଼ିଗଲେ ଓ କହିଲେ, ମା, ଏଇ ବାଳକ ଏକ ଦିବ୍ୟ ଆତ୍ମା। ଆଗକୁ ଇଏ ଜଣେ ପ୍ରସିଦ୍ଧ ସନ୍ଥ ହେବ। ଅନେକଙ୍କୁ ନିଜର ଭଜନ ମାଧ୍ୟମରେ ପ୍ରେରଣା ଦେବ। ନରସିଂହର ଜେଜେମା ଆଶ୍ଚର୍ଯ୍ୟ ହୋଇ କହିଲେ, କିନ୍ତୁ ମହାରାଜ, ଇଏ ତ ଏବେ କଥା କହିପାରୁନାହିଁ। ସନ୍ଥ କହିଲେ, ଆପଣ କ'ଣ କେବେ ତାଙ୍କୁ ଭଗବାନଙ୍କ ନାମ ନେବା କଥା କହିଛନ୍ତି? ଏପରି କହି ସେ ବାଳକ ନରସିଂହଙ୍କୁ କହିଲେ, ବାପା, ଶ୍ରୀକୃଷ୍ଣ କୁହ ତ। ଭଗବାନଙ୍କର ନାମ ନେବା ମାତ୍ରେ ନରସିଂହ ମେହେଟା କହିବା ଆରମ୍ଭ କରିଦେଲେ। ମହାନ ଆତ୍ମାମାନେ ପ୍ରଭୁ ଶରଣରେ ହିଁ ଉଦ୍ଦୀପ୍ତ ହୋଇଥାନ୍ତି। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।